ଆଜିର ଗଳ୍ପର ନାମ ମାନବ ସେବା ହିଁ ମାଧବ ସେବା। ମାର୍ଟିନ ନାମକ ଜଣେ ମୋଚି ଗୋଟିଏ ସହରରେ ବାସ କରୁଥିଲା। ସେ ଥିଲା ଜଣେ ଧର୍ମପରାୟଣ ବ୍ୟକ୍ତି। ସବୁଦିନ ଶୋଇବା ପୂର୍ବରୁ ସେ ପବିତ୍ର ଧର୍ମଗ୍ରନ୍ଥ ପାଠ କରେ ଓ ପ୍ରାର୍ଥନା କରି ଶୋଇଯାଏ। ତା ମନରେ ସବୁବେଳେ ଗୋଟିଏ ବ୍ୟାକୁଳତା ଥାଏ କି କେଉଁଦିନ ପ୍ରଭୁ ତା ଘରକୁ ଆସିବେ ଏବଂ ତାର ହାତରନ୍ଧା ଭୋଜନ କରି ତା ମନୁଷ୍ୟ ଜନ୍ମକୁ ସାର୍ଥକ କରିବେ। ଏହିପରି କିଛି ଦିନ ବିତିଗଲା। ଥରେ ମାର୍ଟିନ ଶୋଇଥିବା ବେଳେ ପ୍ରଭୁ ତା ସମ୍ମୁଖରେ ଉଭା ହୋଇ ତା ପରଦିନ ତା ଘରକୁ ଆସିବେ ବୋଲି କଥା ଦେଲେ। ମାର୍ଟିନର ନିଦ ହଠାତ୍ ଭାଙ୍ଗିଗଲା ଏବଂ ଖୁସିରେ ସେ ପୁରା ଆତ୍ମହରା ହୋଇପଡ଼ିଲା। ତାକୁ କ'ଣ ଆଉ ରାତିରେ ନିଦ ହେବ? ସେ ବଡ଼ି ଭୋରୁ ତରତର ହୋଇ ଉଠିପଡ଼ି ନିଜର ନିତ୍ୟକର୍ମ ଗାଧୁଆ ପାଧୁଆ ସାରିଦେଲା ଏବଂ ଦିନର ଖାଦ୍ୟ ତଥା ଚା ଇତ୍ୟାଦି ଦୁଇ ଜଣଙ୍କ ଲାଗି ତିଆରି କରି ଚୁଲି ଉପରେ ରଖିଦେଲା। ଆଉ ପ୍ରଭୁଙ୍କ ଆସିବା ବାଟକୁ ଆଗ୍ରହରେ ଚାହିଁ ରହିଲା। ଶୀତ ଦିନ ହୋଇଥିବାରୁ କାକର ପଡ଼ିବା ସେତେବେଳକୁ ବନ୍ଦ ହୋଇ ନଥାଏ। ଯେଉଁ ଲୋକକୁ ସେଦିନ ସେ ପ୍ରଥମେ ଦେଖିଲା ସେ ହେଲା ରାସ୍ତା ସଫା କରିବା ଦାୟିତ୍ୱରେ ଥିବା ପୌରସଭାର କର୍ମଚାରୀ। ଲୋକେ ନିଦରୁ ଉଠି କବାଟ ଫିଟାଇବା ପୂର୍ବରୁ ସେ ତାର ରାସ୍ତା କାମ ସାରିବାକୁ ବସିଥାଏ। ମାର୍ଟିନ ଦେଖିଲା ଘର ଭିତରେ ଯେତେବେଳେ ଲୋକେ ଥଣ୍ଡାରୁ ରକ୍ଷା ପାଇବାକୁ ଅଗ୍ନିକୁଣ୍ଡ ଚାରିପାଖରେ ଘେରି ରହିଛନ୍ତି, ସେତେବେଳେ କାକର ମାଡ଼ରେ ଝରକା କବାଟ ବାହାରେ ସେହି ବୃଦ୍ଧ ଲୋକଟି ନିଜେ ବରଫ ପାଲଟିବା ପରି ଅବସ୍ଥାକୁ ପ୍ରାୟ ଆସିଯାଇଥାଏ। ଘରେ ଲୋକ ପଶମ ପୋଷାକ ପିନ୍ଧିଥିବା ବେଳେ ବାହାରେ ସେ ବୃଦ୍ଧ ଲୋକଟି ଥଣ୍ଡାରେ ଥୁରୁଥୁରୁ ହେଉଛି। ତାଙ୍କର ସେହି କଷ୍ଟ ଟିକିଏ ଲାଘବ କରିବା ପାଇଁ ବୃଦ୍ଧ ଲୋକଟିକୁ ମାର୍ଟିନ ଘର ଭିତରକୁ ଡାକି ଆଣି ନିଜ ଭାଗର ଚା ତାଙ୍କୁ ପିଇବାକୁ ଦେଲା ଓ ତାଙ୍କର ଦେହକୁ ଉଷୁମ କରିବା ପାଇଁ ଚୁଲି ମୁଣ୍ଡରେ ନିଆଁ ପୁଇଁବାକୁ କହିଲା। କିଛି ସମୟ ପରେ ଲୋକଟି ମାର୍ଟିନକୁ ଧନ୍ୟବାଦ ଜଣାଇ ସେଠାରୁ ବିଦାୟ ନେଲେ। ଏମିତି କିଛି ସମୟ ବିତିଗଲା। ମାର୍ଟିନ ଭାବିଲା, ଯାଏ ମୁଁ ପ୍ରଭୁଙ୍କ ପାଇଁ ଆଉ କିଛି ଫଳ ନେଇ ଆସେ। ତାପରେ ପୁଣି ଭାବିଲା, ମୁଁ ନଥିବା ସମୟରେ ଯଦି ପ୍ରଭୁ ଆସିଯାଆନ୍ତି ତେବେ ମୋତେ ନ ପାଇ ସେ ତ ଫେରିଯିବେ। ତେଣୁ ସେ ଜଣେ ଲୋକକୁ ଜଗେଇ ଦେଇ ଗଲା ଏବଂ କହିଲା, ଯଦି କିଏ ଆସି ମୋତେ ଖୋଜନ୍ତି ତୁ ତାଙ୍କୁ ମୁଁ ଆସିଲା ଯାଏଁ ବସେଇଥିବୁ, ମୁଁ ଜଲ୍ଦି ଫେରି ଆସିବି କହି ଚାଲିଗଲା। ତାର ଯିବା ବାଟରେ ଗୋଟେ ବୁଢ଼ୀ ମାଉସୀର ଫୁଲ ଦୋକାନ ପଡ଼େ, ଯାହାକୁ ମାର୍ଟିନ ପୂର୍ବରୁ ଜାଣିଥିଲା। କିନ୍ତୁ ସେଦିନ ସେ ବୁଢ଼ୀ ମାଉସୀର ଦୋକାନ ବନ୍ଦ ଥିବାର ଦେଖି ସେ ପାଖରେ ଥିବା ଜଣେ ଲୋକକୁ ତାଙ୍କ କଥା ପଚାରିଲା ଏବଂ ଜାଣିବାକୁ ପାଇଲା ଯେ କେବଳ ଆଜି ନୁହେଁ ବରଂ ଏମିତି କିଛି ଦିନ ହେଲାଣି ବୁଢ଼ୀ ମାଉସୀର ଦୋକାନ ବନ୍ଦ ଅଛି। ଏହା ଶୁଣି ମାର୍ଟିନ ବହୁତ ବ୍ୟସ୍ତ ହୋଇଗଲା। ଅଧିକ ବୟସ ହୋଇଯାଇଥିବାରୁ କାଳେ ଆଉ କିଛି ଅସୁବିଧାରେ ବୁଢ଼ୀ ମାଉସୀଟି ପଡ଼ିଯାଇନି ତ, ଏହା ଭାବି ମାର୍ଟିନ ବହୁ କଷ୍ଟରେ ତାର ଘର ଠିକଣା ପଚାରି ପଚାରି ଯାଇ ତା ଘର ପାଖରେ ପହଞ୍ଚିଗଲା। କିନ୍ତୁ ତାର ରହିବା ଜାଗା ଦେଖି ମାର୍ଟିନ ଆଖିରେ ଲୁହ ଆସିଗଲା। ସେ ତାର ଦୁଆର ମୁହଁରେ ରହି ମାଉସୀ ମାଉସୀ କହି ଡାକ ଛାଡ଼ିଲା। ଭିତରୁ କ୍ଷୀଣ ପାଟିରେ ଶୁଣାଗଲା, କିଏ? ମାର୍ଟିନ କହିଲା, ମାଉସୀ, ମୁଁ ମାର୍ଟିନ। ବୁଢ଼ୀ ମାଉସୀ ତାକୁ ଘର ଭିତରକୁ ଡାକିଲା। ସେ ଘର ଭିତରକୁ ପ୍ରବେଶ କରି ଯାହା ଦେଖିଲା ସେଥିରେ ଆବାକ୍ ହୋଇଗଲା। ବୁଢ଼ୀ ମାଉସୀ ବିଛଣାରୁ ଜମା ଉଠିପାରୁନି। ଜ୍ୱରରେ ତାର ପୁରା ଶରୀର କମ୍ପୁଛି। ସ୍ନେହଭରା ସ୍ୱରରେ ମାର୍ଟିନ ପଚାରିଲା, ମାଉସୀ, ଔଷଧ ଖାଇଲଣି ନା ନାଇଁ? ବୁଢ଼ୀ ମାଉସୀ ଉତ୍ତର ଦେଇ କହିଲା, ନାଇଁ ରେ ପୁଅ, ମୋର ଖବର ବୁଝିବାକୁ ଘରେ ଆଉ କେହି ନାହାନ୍ତି। କୌଣସି ଜିନିଷ ଆଣିବାକୁ ହେଲେ ମୋତେ ହିଁ ଏକା ଯିବାକୁ ପଡ଼େ। ମାର୍ଟିନ କିଛି ଔଷଧ ଓ ଫଳ ଆଣି ତାଙ୍କୁ ଦେଲା ଏବଂ ମୁଣ୍ଡରେ ଓଦାପଟି ପକାଇ ଦେଇ କହିଲା, ମାଉସୀ, ମୁଁ ଏବେ ଆସୁଛି। ତୁମେ ଏ ଫଳ ଆଉ ଔଷଧ ମନେକରି ଖାଇବ। ମୁଁ ପୁଣି ଥରେ ଆସିବି କହି ସେଠାରୁ ଫେରି ଆସିଲା। ତା ପାଖରେ ପ୍ରଭୁଙ୍କ ପାଇଁ ଫଳ କିଣିବାକୁ ଆଉ ପଇସା ନଥାଏ। ସେ ତରତର ହୋଇ ସିଧା ଘରକୁ ଫେରି ଆସିଲା ଏବଂ ଜାଣିବାକୁ ପାଇଲା କେହି ଆସିନାହାନ୍ତି କି କିଏ ବି ତାକୁ ଖୋଜୁନଥିଲେ। ଏହା ଶୁଣି ମାର୍ଟିନର ମନ ଭାରି ଦୁଃଖ ହେଲା ଏବଂ ପୂର୍ବ ପରି ପ୍ରଭୁଙ୍କ ଅପେକ୍ଷାରେ ବସି ରହିଲା। ସକାଳ ଯାଇ ଦ୍ୱିପହର ହେବାକୁ ଆସିଲାଣି। ପ୍ରଭୁ ଏପର୍ଯ୍ୟନ୍ତ କାହିଁ ଆସିଲେଣି ଭାବି ବ୍ୟସ୍ତ ହେଉଥାଏ। ସେହି ସମୟରେ ସେ ଦେଖିଲା ଭୋକରେ କାନ୍ଦୁଥିବା ଗୋଟିଏ ଛୁଆକୁ କୋଳରେ ଧରି ଗରିବ ମାଟିଏ ସେହି ବାଟରେ ଯାଉଛି।
ପିଲାଟି କାନ୍ଦି କାନ୍ଦି ଥକିଗଲାଣି ଏବଂ ମାଆଟି ମଧ୍ୟ ଛିଣ୍ଡା ଲୁଗା ପିନ୍ଧି ଭାରି ଭୋକିଲା ଓ ରୁଗ୍ଣ ପରି ଦେଖାଯାଉଛି। ଏହା ଦେଖି ମାର୍ଟିନ୍ ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ। ସେ ଦୁହିଁଙ୍କୁ ଘର ଭିତରକୁ ଡାକି ନେଇ ପ୍ରଭୁଙ୍କ ପାଇଁ ରଖିଥିବା ଖାଦ୍ୟତକ ମାଆକୁ ଖାଇବାକୁ ଦେଲା ଏବଂ କ୍ଷୀରତକ ଶିଶୁଟିକୁ ପିଇବାକୁ ଦେଲା। ତାର ମୃତ ପତ୍ନୀର ପୋଷାକ କେଉଁଠି ଖଣ୍ଡେ ପଡ଼ିଥିଲା ତାକୁ ଖୋଜି ବାହାର କରି ସେହି ମାଆକୁ ପିନ୍ଧିବାକୁ ଦେଲା। କିଛି ସମୟ ପରେ ସେମାନେ ମଧ୍ୟ କୃତଜ୍ଞତା ଜଣାଇ ମାର୍ଟିନ୍ ଠାରୁ ବିଦାୟ ନେଲେ। ସେତେବେଳକୁ ସୂର୍ଯ୍ୟ ବୁଡ଼ିବାକୁ ବସିଲେଣି। ମାର୍ଟିନ୍ ଭାବିଲା, ପ୍ରଭୁ କ'ଣ ଆଉ ଆସିବେ? ଆଉ ବେଳ କାହିଁ? ନୈରାଶ୍ୟ ଓ ଦୁଃଖରେ ଭାଙ୍ଗି ପଡ଼ି ସେ ବସି ପଡ଼ିଲା ଥକ୍କା ହେଲା ପରି। ପୁଣି ବିଚାରିଲା, ଯଦି ପ୍ରଭୁ ସତକୁ ସତ ଏବେ ଆସିଯାଆନ୍ତି ତେବେ କ'ଣ ଦେଇ ସେ ତାଙ୍କୁ ଚର୍ଚ୍ଚା କରିବ? ଆଉ ତ ରନ୍ଧା ଖାଦ୍ୟ ନାହିଁ କି ଚା କ୍ଷୀର କିଛି ବି ନାହିଁ। ଏହି ଭାବନା ତାକୁ ଆହୁରି ଦୁଃଖିତ କଲା। ଚତୁର୍ଦିଗ ତାକୁ ଯେମିତି ଅନ୍ଧାର ଦେଖାଗଲା। ଯେତେବେଳେ ରାତିର ଅନ୍ଧାର ନଇଁ ଆସି ସାରା ଦୁନିଆକୁ ତାର କଳା ଛାଇ ଭିତରେ ବୁଡ଼ାଇ ଦେଲା, ମାର୍ଟିନ୍ ଉପାସରେ ମନ ଦୁଃଖରେ ପ୍ରଭୁଙ୍କୁ ପ୍ରାର୍ଥନା କରି ଶୋଇବାକୁ ଗଲା। ସେତେବେଳେ ହଠାତ୍ ତା କୁଡ଼ିଆ ଭିତରେ କାହାର ପାଦ ଶବ୍ଦ ଶୁଣିବାକୁ ପାଇଲା। ତାପରେ ଗୋଟିଏ ବିଚିତ୍ର ଆଲୋକ ସେ ଦେଖିଲା, ଯେପରି ସେ ନିଜକୁ ନିଜେ ଆଲୋକିତ କରୁଛି। ସେ କୌଣସି ଆଲୁଅ ଘରେ ଜଳାଇ ନଥିଲା, ତେଣୁ ଏପରି ଆଲୋକ ଦେଖି ସେ ବିସ୍ମିତ ହୋଇଗଲା। ସେହି ଆଲୁଅ ଭିତରେ ସେ କ'ଣ ଦେଖିଲା ଜାଣ? ସେ ଦେଖିଲା ପ୍ରଥମେ ସେହି ଥୁରୁଥୁରିଆ ବୃଦ୍ଧ ଲୋକଟିକୁ। ସେ ତାକୁ ଧନ୍ୟବାଦ ଜଣାଇ ଚାଲିଗଲା। ତାପରେ ଦେଖିଲା ସେ ବୁଢ଼ୀ ମାଉସୀକୁ। ସେ ବି ତାକୁ ଆଶୀର୍ବାଦ କରି ଚାଲିଗଲା ଏବଂ ଶେଷରେ ଦେଖିଲା ସେହି ଭୋକିଲା ମା ଓ ଛୁଆଟି। ସେମାନେ ମଧ୍ୟ ଧୀରେ ଧୀରେ କୃତଜ୍ଞତା ଦେଇ ଚାଲିଗଲେ। ସେ ମନେ ମନେ ଭାବିଲା, ଏମାନେ ସବୁ କିଏ? ଏମାନେ ସତରେ ବୃଦ୍ଧ କି ବୃଦ୍ଧା ନୁହନ୍ତି, କିମ୍ବା ଭୋକିଲା ମା ଛୁଆ ବି ନୁହନ୍ତି। ତାମାନେ ଏମାନେ ସବୁ କ'ଣ ପ୍ରଭୁ ନିଜେ? ପ୍ରଭୁ ଆପେ ମାର୍ଟିନ୍କୁ ପ୍ରକାଶ୍ୟରେ କହିଲେ, ସେ ସବୁ ମୁଁ ନିଜେ ମାର୍ଟିନ୍। ତୁ ଯେଉଁମାନଙ୍କର ଚର୍ଚ୍ଚା କଲୁ ସେ ସବୁ ମୋ ଛଡ଼ା ଆଉ କେହି ନୁହନ୍ତି। ଦୂରରୁ ଥାଇ ପ୍ରଭୁ ମାର୍ଟିନ୍କୁ ଆଶୀର୍ବାଦ କଲେ ଏବଂ ପରେ ଅନ୍ତର୍ଦ୍ଧାନ ହୋଇଗଲେ। ମାର୍ଟିନ୍ର ନିଦ ହଠାତ୍ ଭାଙ୍ଗିଗଲା। ସେ ଆନନ୍ଦିତ ହୋଇ କହିଲା, ପ୍ରଭୁ ସତରେ କ'ଣ ଆପଣ ଆସିଥିଲେ? ଆଚ୍ଛା, ଆମେମାନେ ଏହି ଗଳ୍ପରୁ କ'ଣ ଶିକ୍ଷା ଲାଭ କଲେ? ଆମେମାନେ ଏହା ଶିକ୍ଷା କଲେ ଯେ ଭଗବାନ ହେଉଛନ୍ତି ସର୍ବବ୍ୟାପୀ। ସେ ସର୍ବତ୍ର ବିଦ୍ୟମାନ। ଅନ୍ତରାତ୍ମା ରୂପରେ ସେ ସବୁ ଜୀବଙ୍କ ଭିତରେ ଅବସ୍ଥାନ କରିଛନ୍ତି। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଏହି ପ୍ରସଙ୍ଗରେ କହିଲେ, ଅହମ୍ ଆତ୍ମା ଗୁଡ଼ାକେଶ ସର୍ବଭୂତାଶୟଶ୍ଚିତଃ ଅହମ୍ ଆଦିଶ୍ଚ ମଧ୍ୟମ୍ ଚ ଭୂତାନାମନ୍ତ ଏବ ଚ। ଅର୍ଥାତ୍, ହେ ଗୁଡ଼ାକେଶ, ହେ ଅର୍ଜୁନ, ମୁଁ ସମସ୍ତ ପ୍ରାଣୀମାନଙ୍କ ଅନ୍ତଃକରଣରେ ପରମାତ୍ମା ରୂପେ ବିରାଜିତ। ମୁଁ ସମସ୍ତ ପ୍ରାଣୀମାନଙ୍କ ଜନ୍ମ, ସ୍ଥିତି ଏବଂ ସଂହାରର କାରଣ ଅଟେ। ତେଣୁ ଆମେ ସମସ୍ତେ ପ୍ରତ୍ୟେକ ପ୍ରାଣୀଙ୍କ ଭିତରେ ଭଗବାନଙ୍କ ଉପସ୍ଥିତିକୁ ଅନୁଭବ କରିବା। କେତେବେଳେ ଯେ କେଉଁ ରୂପରେ ସେ ଆମ ସମ୍ମୁଖକୁ ଆସିଯିବେ କିଏ ଜାଣେ? ତେଣୁ ସୁଯୋଗ ମିଳିଲେ ଯେତିକି ହେଉ ପଛେ ପ୍ରାଣୀଙ୍କ ସେବା କରିବା, ଯାହାଦ୍ୱାରା ଭଗବାନଙ୍କ ସେବାର ଅବସର ମଧ୍ୟ ପାଇପାରିବା। ସେଥିପାଇଁ ବା କଥାରେ ଅଛି, ମାନବ ସେବା ହିଁ ମାଧବ ସେବା। ତେଣୁ ସମସ୍ତଙ୍କୁ ଭଲ ପାଅ ଓ ସମସ୍ତଙ୍କ ସେବା କର। ତେବେ ଆଜି ପାଇଁ ଏତିକି। ପୁଣି ଥରେ ଦେଖାହେବା ଆଗାମୀ ଗଳ୍ପରେ। ସେଥିପର୍ଯ୍ୟନ୍ତ ସମସ୍ତେ ଖୁସିରେ ରୁହନ୍ତୁ ଓ ସର୍ବଦା ହସୁଥାନ୍ତୁ।